ଭାଗ 5। ସୋନି କଥା ଶୁଣି ସୋନା କହିଲା, ସୋନି, ତୁ କ'ଣ ପାଗଳ ହେଇଗଲୁ? ଏକା ଏକା ବାଲେଶ୍ୱର ଯିବୁ? ଆଉ ମୁଁ ଏତେ ବଡ଼ ମିଛ କହିପାରିବିନି। ତୁ ସେ ପିଲାକୁ ଭଲରେ ଜାଣିନୁ, ପାଖରେ କେବେ ଦେଖିନୁ। ଏକା ଏକା କେମିତି ଯିବୁ? ନା ବାବା ନା, ମୁଁ ଏତେ ବଡ଼ ମିଛ କହିପାରିବିନି। ଯଦି କିଛି ଅସୁବିଧା ହୁଏ ତ ତୁ ପ୍ରିନ୍ସକୁ ଏଠିକି ଡାକିଦେ। କାଇଁ ଏ ଲଭ୍ରେ ପଡ଼ୁଛୁ? ପୁଣି ଅନଲାଇନ୍ ଲଭ୍? ସୋନି, ଏତେ ଦିନର ସାଙ୍ଗ ହୋଇ ଏଇ ଛୋଟିଆ ସାହାଯ୍ୟ କରୁନୁ? ମୁଁ ତତେ ମୋ ସାଙ୍ଗଠୁ ବି ଅଧିକ ଭାବିଥିଲି। ତତେ ଆଗ ପ୍ରିନ୍ସର ମୋର ଭଲ ପାଇବା କଥା କହିଲି, ସବୁ କିଛି କହିଲି, ହେଲେ ତୁ ଟିକେ ସାହାଯ୍ୟ ବି କରିପାରୁନୁ? ତୋ ଉପରେ ଥିବା ଭରସା ଭାଙ୍ଗି ଦଉଛୁ। ସୋନା କିଛି ସମୟ ଚୁପ୍ ରହିଲା। ହଉ, ଆଉ ଡ୍ରାମା କରନି, ମୁଁ କହିଦେବି। ହେଲେ ଏମିତି ସାହାଯ୍ୟ ପ୍ରଥମ ଆଉ ଶେଷ ଥର ପାଇଁ। ସୋନି, ଧନ୍ୟବାଦ ସୋନା। ହଉ, ମୁଁ ପ୍ରିନ୍ସକୁ କହିଦିଏ, ତୁ ଫୋନ୍ ରଖ। ସୋନି ଆଉ ପ୍ରିନ୍ସ ବହୁତ ବୁଲାବୁଲି କରିଲେ, ଫଟୋ ବି ଉଠାଇଲେ। ସୋନି ତା ସାଙ୍ଗ ସୋନା କଥା କହିଲା, ଆଉ ସୋନାକୁ ଅନଲାଇନ୍ରେ ଲଭ୍ ଉପରେ ଭରସା ନାହିଁ, ତୁ ଦେଖା କରିବାକୁ ଯାଆନା, ଏମିତି ସବୁ କହୁଥିଲା। ପ୍ରିନ୍ସ କହିଲା, ତୁମ ସାଙ୍ଗକୁ ପସନ୍ଦର ପୁଅ ମିଳୁନି ତ? ସେ ଆମ ଲଭ୍କୁ ଦେଖି ଜେଲସ୍ ଅନୁଭବ କରୁଛି। ଏଥିପାଇଁ ସେ ଏମିତି ସବୁ କଥା କହି ଆମ ଭଲ ପାଇବାକୁ ଭାଙ୍ଗିଦେବାକୁ ଚାହୁଁଛି ବୋଧେ। ସୋନି ବାଲେଶ୍ୱରରୁ ଫେରିଆସି ସୋନାକୁ ତା'ର ସବୁ ଫଟୋ ଦେଖାଇଲା, ପ୍ରିନ୍ସ ସହିତ ଉଠାଇଥିବା ଫଟୋ।